ବିଶାଖାପାଟଣା ବସ୍ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଜୟପାଟଣା ଅବକାରୀ ବିଭାଗ। ଗଞ୍ଜେଇ ସହ ଜଣେ ଯୁବକ ଅଟକ, ଜଣେ ଫେରାର। ତଦନ୍ତ ଜାରି। ଆଜି ସନ୍ଧ୍ୟା ସମୟରେ ଭବାନୀପାଟଣା ଲଡ଼ୁଗାଁ ଭାୟା ବିଶାଖାପାଟଣା OD 08R1952 ନମ୍ବର OSRTC ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏନେଇ ଅବକାରୀ ବିଭାଗ ପକ୍ଷରୁ ଜୟପାଟଣା ରାଜବାଟୀ ଛକରେ ବସ୍କୁ ଯାଞ୍ଚ କରିଥିବା ବେଳେ 2 ଜଣ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜଣେ ଯୁବକକୁ କାବୁ କରାଯାଇଛି। ଅନ୍ୟ ଜଣେ ଯୁବକ ଫେରାର ମାରିଛି। ପ୍ରାଥମିକ ସୂଚନାରୁ ଯୁବକ ଦୁହେଁ ବାହାର ଜିଲ୍ଲାର ହୋଇଥିବା ବେଳେ ହାରାହାରି 10 କେଜିରୁ 15 କେଜି ଗଞ୍ଜେଇ ହେବ ବୋଲି ଅନୁମାନ କରାଯାଉଛି। କଳାହାଣ୍ଡିରୁ ଗୁପ୍ତେଶ୍ୱର ହାତୀଙ୍କ ରିପୋର୍ଟ, ONI ନ୍ୟୁଜ୍।